ମାର୍କେଟରେ ଆମ ମାଲିକମାନଙ୍କୁ ଖରାପ କହିଲେ ଆମକୁ ଭାରି ବାଧୁଛି। ସେଇଟା ଯେଉଁ ଗଭର୍ଣ୍ଣମେଣ୍ଟ ଆସୁଛି ସେଗୁଡ଼ା ସହି ହେଉନି। ତେଣୁ ଆପଣମାନଙ୍କୁ ମୋର ଏତିକି ଅନୁରୋଧ, ନମସ୍କାର। ଆପଣମାନେ ସେମିତି ଆଉ କରନ୍ତୁନି। କଳାକାର ମାଲିକ କଳାକାର କର୍ମଚାରୀ ସଂଘ ମାଲିକ ମହାସଂଘ ସମସ୍ତେ ଏକତ୍ର ହୋଇକି ଅଭିଯାନ ଜାରି ରଖନ୍ତୁ। ଦେଖିବେ ଯାତ୍ରା ଆଗକୁ ଆଗକୁ ନିଶ୍ଚିତ ଚାଲିବ ଆଉ କଳାକାର ସୁରକ୍ଷିତ ବଞ୍ଚିବ। ଏଇଟା ହେଉଛି ମୋର ଶେଷ କଥା। ନିଛକ ସତ କଥା କହିଛୁ। ନମିତା ବି କହିଛି, ନମିତା କିଛି ଭୁଲ କହିଛି। ଏଇଟା ଗୋଟେ ସଂସ୍ଥା, ଆପଣମାନେ ସଂସ୍ଥା କରୁଛୁ ନା ଆମେ ତା ଦେହରେ ଚାକିରି କରୁଛୁ। ତେଣୁକରି ଆମେ କଳାକାର ଆଗରୁ ମା ପେଟରୁ ହେଇକି ଯାଇଛୁ। କଳା ଆପଣ ଆମକୁ ଶିଖେଇ ନାହାନ୍ତି। ଆମେ ଏଠି ଶିଖିକିରି ଆଇଥିଲୁ ସିଆଡ଼ୁ। ଆପଣଙ୍କ ନାଟକରେ ଏ ଅଭିନୟଟା ଏମିତି କରିବାକୁ ପଡ଼ିବ, ଏଇଟା ଡିରେକ୍ଟର ଆଡ଼ିକି ଆପଣ କହିଦେଇଛନ୍ତି, ଆମେ ସେମିତି କରୁଛୁ। କଳାଟାକୁ ଆପଣ ଆମକୁ ଶିଖେଇ ନାହାନ୍ତି। ସେଇଟା କାରଣ ମୁଁ କେତେବେଳେ କାହା ବିପରୀତରେ ଯାଇନି, ବିରୁଦ୍ଧାଚରଣ କରିନି। ମାଲିକମାନଙ୍କୁ ସଦାସର୍ବଦା ମୋ ବାପା ଭଳି ଦୃଷ୍ଟିରେ ଦେଖି ଯାଇଛି ସବୁ ମାଲିକ। କିନ୍ତୁ ମୁଁ ଏ ଯେଉଁ ନାଣ୍ଡୁ ବାବୁଙ୍କ କଥା କହିଲା, ସେ ବି ମୋର ମାଲିକ। ଯେ ଗୋଟେ ମୁଁ ଆଜି ଅଛି କାଲିକି ନ ଯିବି ସେ ଅନୁଷ୍ଠାନ, ସେ ଯେତେବେଳେ ଅନୁଷ୍ଠାନଟା କରୁଛନ୍ତି ସେଇଟା ଠିକ୍ ନୁହଁ। ମୁଁ ଯିବି ନିଶ୍ଚିତ, କିନ୍ତୁ ସେ ଯେଉଁ କଥାଟି କହିଦେଲେ, ମୁଁ ଅନୁଷ୍ଠାନ କରୁଛି ବୋଲି ସିନା ସେ କଳାକାର ହେଇଛନ୍ତି। ମୁଁ ଅନୁଷ୍ଠାନ ଯଦି ବନ୍ଦ କରିଦେବି ସେ କଳାକାର କେଉଁଠୁ କ'ଣ ହେବେ? ତାମାନେ କଳାକାର କ'ଣ ସେ ତିଆରି କରୁଛନ୍ତି ଫାର୍ମରେ? କଳାକାର ଗଛ ଲଗେଇଛି, ଦୁଇଟା କଲରା ଗଛ, କଳାକାର ଫଳିବେ। ମୁଁ ଏଇଆ ଲଗେଇଛି ଗଛ, ଏଇଆ ଫଳିବେ, ମୁଁ କରିଦେବି, ମୁଁ ଗଛ କାଟିଦେବି ଆଉ ଫଳିବେନି ନା। କଳାକାର ମା ପେଟରୁ ଜଟଣ ହେଇକି ଆସିଥାଏ। ଯେମିତି ଷଣ୍ଢ ତା ମା ପେଟରୁ ଜଟେ, କଳାକାର ସେମିତି ତା ମା ପେଟରୁ ଶିକ୍ଷା ନେଇକି ଆସିଛି, କଳା ନେଇକି ଆସିଛି, ଯାହାଫଳରେ ସେ କଳାକାର ହେବ। କେହି କାହାର ମାଲିକ କେହି ଗଢ଼ି ନାହାନ୍ତି କଳାକାର। ତେଣୁ ସେଇଟା କହିବା ନାଣ୍ଡ ବାବୁଙ୍କର ଅତ୍ୟନ୍ତ ଭୁଲ ବୋଲି ମୁଁ ଭାବୁଛି। ଏଇଟା ନିଶ୍ଚିତ ତ ଆଉ। ତେଣୁକରି କଳାକାର କଳାକାର। ନାଣ୍ଡୁ ବାବୁଙ୍କର ବହୁତ ବଡ଼ ହୃଦୟ। ନାଇଁ ହୃଦୟ ଭଲ, ହୃଦୟ ଭଲ, ମନ ନିର୍ମଳ, ହୃଦୟ ଖୋଲା, ପକେଟ ଖାଲି। ଏଇଟା ହେଲା ତାଙ୍କରି ପାଖରେ ପ୍ରଯୁଜ୍ୟ। କାରଣ ସେ ଠିକ୍ ମନ ନିର୍ମଳ ଅଛି, ହୃଦୟ ଖୋଲା ଅଛି, ଭଲ ଅଛି। ନା ନା ସେଇଟା ତ ହବ। ପରିସ୍ଥିତିରେ ପଡ଼ିଲେ ମଣିଷ, ଭଗବାନ ଶ୍ରୀକୃଷ୍ଣ ତ ଗଦପାଦ ଧରିଥିଲେ, ନଳ ରାଜା ତ ଘୋଡ଼ା ଘାସ କାଟିଥିଲେ। ତେଣୁକରି ସେମିତି ହବନି, କଳା ଧଳା ହେଇଯିବ ନିଶ୍ଚିତ। ଏଇ ସମୟରେ ଗୋଟେ ଡାଇଲଗଟେ କୁହନ୍ତୁ, ଡାଇଲଗ ଯେମିତି ଏଇ ସିଚୁଏସନକୁ ମ୍ୟାଚ୍ କରୁଥିବ ଆପଣଙ୍କର ଗୋଟେ କାହାଣୀରେ। ତେଣୁ ଏଇ କାହାଣୀ, ଏଇ ଚରିତ୍ର ବିଷୟକୁ ନେଇ, ବିଷୟବସ୍ତୁକୁ ନେଇକି ମୁଁ ଯାଇଥିଲି ଆମ ନାଟ୍ୟକାର ମହାସଂଘ ଆଡ଼କୁ ଯାଇଥିଲି। ଆପଣ ଖରାପ ଆଡ଼େ ଟାଣିକି ପୁରେଇ ଦେଲେ। କିନ୍ତୁ ଦୟା ପ୍ରତି ଏଇ ଯେଉଁ ଗୋଟେ ଦୟା ଯେଉଁ କଥାଟା କହିଦେଲା, ସଞ୍ଜୟ ବି କହିଥିଲେ କପି କରିକି ଇଏ କରିଥିଲେ, ସେ ବି ଭୁଲ ମାଗିଦେଲେ, ସେଥିରେ କିଛି ନାହିଁ। ତେଣୁକରି ଦୟାକୁ ଏ ଯେଉଁ ବୟାନ କରିବା କଥା, ଦୟା ଯେଉଁ ପାଟିରେ ଥିବ ଆମେ ସେ ପାଟିରେ ନାଟକ କରିବୁନି। ସାର୍ମାନଙ୍କର ଏଇଟା ଭୁଲ କଥା। ସାର୍ କେମିତି କହିବେ? ଆପଣ ନାଟକ ହିଟ୍ ହେବା ପାଇଁ ଆପଣ ସଦାସର୍ବଦା ନାଗିବେ ନା। ଆଉ ଏଇଟା ଧରି ବସିଲେ କ'ଣ ଚଳିବ? ଆପଣ ସେ ଭୁଲ କହିଲେ। ଆପଣ 13-23 ଚରିତ୍ରରେ ଆଣିକି ମାରିକିରି 13 କରିଦେଲେ, 10ଟା ପରିବାର ମରିସାରିଲେଣି। ଆପଣ ନାଟ୍ୟକାର ହୁଅନ୍ତୁ ପଛେ, ଥରେ ଭଲ ଭାବରେ ହୃଦୟ ଭିତରକୁ ନେଇକି ଚିନ୍ତା କରି ଦେଖନ୍ତୁ। 10 ପରିବାର ମରିସାରିଲେଣି, ତାପରେ ଆଉ 3ଟା ପରିବାର। କଳାକାର କମେଡ଼ି ହାସ୍ୟ ଅଭିନେତାଙ୍କ ମୁହଁରେ କ'ଣ ଡାଇଲଗ ଦେଇଛନ୍ତି? ନା ସେ ଠିକ୍ କହୁଛି, ନିଶ୍ଚିତ କହୁଛି। କାରଣ ଜଣେ କର୍ମୀ କି କର୍ମ ଦରକାର, ଅକର୍ମାକୁ କର୍ମ ଦେଲେ କିଛି ଲାଭ ହେବନି। ତେଣୁ କରିକି ଯିଏ ଚିହ୍ନିଛି କାଚକୁ କାଚ ଭଳିଆ ବ୍ୟବହାର କରାଯାଏ, ମଣି କଥାରେ ଜଣାପଡ଼ିଯିବ। ତେଣୁ କରିକି ଦୟା ଭିତରେ ଯେତିକି ମୁଁ ଟ୍ୟାଲେଣ୍ଟ ତା ଭିତରେ ଦେଖିଲି, ତାର ସଦାବେଳେ ନୂଆ ନୂଆ କଥା ଚିନ୍ତାଧାରା କରିବା। ଶୋଇବା ଭିତରେ ବୋଧେ ମୁଁ ଜାଣେ ସେ କମ୍ ସମୟ ଶୁଏ, କିଛିଟା ଚିନ୍ତା କରେ, କଳା ବିଷୟରେ କିଛି ଆଲୋଚନା କରେ, ଯାହାଫଳରେ କି ଇଏ ହୁଏ। ତେଣୁକରି ସେ କମେଡ଼ି ବିଷୟରେ ଯେତିକି କହିଛି ବି, ସେ କିଛି ଭୁଲ କହିନି। ସେଇଟାକୁ ଆମେ ବିଚାରଧାରାକୁ ସାର୍ମାନେ ନେଇକି ଥରେ ଚିନ୍ତା କରି ଦେଖନ୍ତୁ। ଆପଣ ଥରେ ଲେଖୁନାହାନ୍ତି ନାଟକ, ବର୍ଷ ଦିନେ ଗୋଟେ ସାର୍ ଯଦି 10 ଖଣ୍ଡ ନାଟକ ଲେଖିବେ, 5 ଖଣ୍ଡ ନାଟକ ଲେଖିବେ, ସେଇଟା ହେବ କେମିତି? ସେତେବେଳେ 10 ଦିନ 12 ଦିନ ଭିତରେ ସେତେବେଳେ ନାଟ୍ୟକାରମାନେ ଲେଖୁଥିଲେ, ଲାଗି ପଡ଼ିକି ମାସ ଧରିକି ଲେଖୁଥିଲେ ଗୋଟିଏ ନାଟକ, ଯିଏକି ସୁପର ଡୁପର ହିଟ୍ ହେଇକି ଚାଲୁଥିଲା। ଆପଣ ଇଏ ନାଟକରେ କରିଦେଲେ, ସେ ନାଟକରେ କରିଦେଲେ, କହିକି ସବୁ କରିଦେଲେ। ତା ବି ମୁଁ ବି ସବୁ ନାଟକ ମାନଙ୍କରେ ବି 3-4ଟା ପାର୍ଟିରେ ବି ନାଟକ ସବୁ କରୁଛି। ଗୋଟିଏ ନାଟକ, ସେଇ ନାଟକ ବିଭିନ୍ନ ପ୍ରକାର ରୂପ, କେଉଁଠି ବି ଚରିତ୍ର ଟିକେ ଅଲଗା, ଏମିତି ହିସାବରେ ହେଉଛି। ସେ କହିଛନ୍ତି ସେଇଟା ଭୁଲ କହିନାହାନ୍ତି ଯେ କପି କରିବା କଥା, ସେଇଟା କପି କରୁଛନ୍ତି ନିଶ୍ଚିତ ସବୁ ସାର୍ମାନେ। ତେଣୁକରି ସେଇଟା କହିବନି। ତେଣୁକରି କଳାକାର କମେଡ଼ି ଯେତିକି ମାରି ଦେଉଛନ୍ତି ବୋଲି ସେ ଟିକେ ପ୍ରତିବାଦ କରୁଥିଲା, ତାକୁ ବି ଆପଣ ପ୍ରତିବାଦର ସ୍ୱର ଉଠେଇଲେ ଯେ ଇଏ କରିଦେଲା, ଆମେ ସେଠିକି ଯିବୁନି। ନାଇଁ ଆପଣ ଆସିବେନି କେମିତି ହେବ? କଳାକାର ଆପଣ ପୁରା ହେଲେ ଆମ ଠାକୁର, ଆମକୁ ଦିଅ ଗଢ଼ିବେ ଆମକୁ। ଆମେ ବା ସୁଦୁ କାଦୁଅ ପିଣ୍ଡୁଳା। ଆପଣ ବଢ଼େଇକିରି ଆମକୁ ଆଖି ଫିଟେଇବେ, ତାକୁ ତିଆରି କରିବେ, ହାତ ଗୋଡ଼ ଲଗେଇବେ, ତାକୁ ଆଖି ଫିଟେଇବେ, ଆଖି ଫିଟେଇ ଖୋଇବା ଶିଖେଇବେ, ଖାଇବ, ଚାଲିବ, ଦୌଡ଼ିବ। ଦୌଡ଼ିଲା ପରେ ଆପଣ ଛାଡ଼ିକି ଯିବେ? ଆପଣ ସେୟା କରନ୍ତି, ନହେଲେ ଆପଣ କେମିତି ବାପାର ପରିଚୟ କେମିତି ନେବେ? ଆଗରୁ ସାର୍ମାନେ ଲେଖୁଥିଲେ 4 ଘଣ୍ଟା 6 ଘଣ୍ଟା ଯାଉଥିଲା ନାଟକଟା, ଏବେ 2 ଘଣ୍ଟା 3 ଘଣ୍ଟାରେ ସାରି ଦେଉଛନ୍ତି। ନାଟ୍ୟକାରମାନେ ଯେତେବେଳେ ସାର୍ ଆମର ସିଏ ଯେତେବେଳେ ଲେଖୁଛନ୍ତି, ମାସେ ଛୁଟିଆ ନେଲେ, ମାସକ ଭିତରେ 4ଟା ପାର୍ଟି 5ଟା ପାର୍ଟିର ନାଟକ ଧରି ନେଲେ, 5-5ଟା ନାଟକ କରିବେ। କ'ଣ କରିବେ? ସମୟ ଆସିବ କେଉଁଠୁ?
ତେଣୁ ଏତେ ସିନ୍ କଲେ ଏତେ ଲଙ୍ଗରିଂ କରିବାକୁ ତାଙ୍କ ପାଖରେ ଟାଇମ୍ ନାହିଁ। ତେଣୁ କେମିତି ସର୍ଟ ଟାଇମ୍ ଭିତରେ ସବୁ ଆଜି ଟିଭି ହେଇଗଲା 3 ଘଣ୍ଟା ଭିତରେ ସମସ୍ତେ ଚାହୁଁଛନ୍ତି ଟିକେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦେଖିବାକୁ। ଅଧିକା ତ ସେମାନେ ଚାହୁଁନାହାନ୍ତି। ତେଣୁକରି ନାଟ୍ୟକାରମାନେ ଆସ୍ତେ ଆସ୍ତେ କରି ଘିନି ଆଇଲେ। ତାପରେ ଅଧିକା ଚରିତ୍ର ରହିଲା ବେଳକୁ ସେମାନେ ବୁଝେଇ ପାରିବେନି, ଚରିତ୍ର ଭେନିସ୍ କରିପାରିବେନି। ତେଣୁକରି ଅଳ୍ପ ଚରିତ୍ର ଆଣିଲେ ତାକୁ କିଛି କିଛି ଦେଇଦେଲେ, ଯଦି ବାହାର କଲେ ଏକାଥରେ ତ ଗୋଟାଏ ବାହାରିଲା, ତାପରେ ଦେଲା 10-12ଟା ସିନ୍ ତାରି ଉପରେ ଚାଲିଗଲା। ସେଇ ଆର୍ଟିଷ୍ଟଟି ହାଇଲାଇଟ୍ ହେଇଗଲା, ତା ସାଇଡ଼ରେ ଯେତିକି ରହିଗଲେ ଟୋଟାଲ୍ ମରିଗଲେ। ଏମିତି କରିଦେଲେ। ତଥାପି କହିଲେ ସାର୍ମାନେ କ'ଣ ସେତିକି ଅନ୍ତର୍ପାନ୍ତର କରୁନାହାନ୍ତି? ତେଣୁ ଚିନ୍ତା କରି କହିବା କଥା। ସେମିତି ଜିଦି ଧରିବା କଥା ନୁହେଁ। ସେ ଯେଉଁ ପାର୍ଟିରେ ଥିବ ଆମେ ସେଠି ନାଟକ କରିବାକୁ ଯିବୁ, ସେଇଟା ଭାବିବା କଥା ଭୁଲ। କାରଣ ଆପଣ ଯେତେବେଳେ ନାଟକରେ ଆସିବେ ନାଟକ ଦେବେ। ଆଉ ସେମିତି ହେଲେ ତ କମେଡ଼ିଆନ୍ ତ ସବୁଥିରେ ଅଛନ୍ତି। କମେଡ଼ି ଯଦି କଳାକାର ସଂଘ କରିବେ, ଯଦି କଳାକାର ସଂଘ ଏକାଠି ହେବ, ତାହେଲେ କମେଡ଼ି ମାନେ ସବୁ ଜାପକି ହେଇକିରି ବସିବେ। ଦୟା ସ୍ୱରରେ ଯଦି ସ୍ୱର ମିଳେଇକିରି କହିଦେବେ, ତାହେଲେ ତ ଆପଣ କେଉଁଠି ନାଟକ କରିପାରିବେନି। କମେଡ଼ି ମାନେ ଯଦି ଅଛନ୍ତି ସମସ୍ତେ ସ୍ୱର ଉଠେଇବେ, ଆପଣ କହିବେ ସେମାନେ ଯେଉଁଠି ଅଛନ୍ତି ଆମେ ସେଠି ଯିବୁ। ସବୁ ସଂସ୍ଥାରେ ତ କମେଡ଼ି ଦରକାର। ଆପଣଙ୍କ ନୂଆ କମେଡ଼ିକି ଆଣିକି କାମ କରିକି ପଳାଇବେ, ଏ ପୁରୁଣା ମାନେ ସବୁ ଭେନିସ୍ ହେଇଯିବେ। ସେଇଟା ନୁହଁ। ଆପଣ ସମସ୍ତେ ଉଭୟଙ୍କ ପରିପୂରକ। ତେଣୁକରି ଆପଣମାନଙ୍କୁ ମୋର ଅନୁରୋଧ, ଆଉ ଆପଣମାନଙ୍କୁ ମୋର କୋଟି କୋଟି ନମସ୍କାର କରିକିରି ମୁଁ ଆପଣମାନଙ୍କ ସାର୍ମାନଙ୍କୁ ବେଶୀ ନମସ୍କାର ହେଇକିରି କହୁଛି, ଆପଣ ରାଗିବେନି, କେବେ ବି ରାଗିବେନି ନା। ସିଏ ଦୟା ଇଏ କରିଦେଲା ବୋଲି ଆପଣ ଏ ଅନୁଷ୍ଠାନକୁ ଆସିବେନି, ସେମିତି ଚିନ୍ତାଧାରା ନିଅନ୍ତୁନି। କାରଣ ନହେଲେ ରହିବ କେମିତି? ସେ ଯେଉଁ ହସ ଖୁସିର ଦିନ ଆପଣ ଚାଲି ଆସନ୍ତି, ଆମେ କେତେ ଖୁସିରେ ଆମ ସାର୍ ହେଇଛନ୍ତି ବୋଲି ପାଖକୁ ଯାଇ ବସିକି ହସ ଖୁସିରେ ଆଲୋଚନା କରିକି ଯାଉ। ଏଇଟା ଆଉ ହେଇପାରିବ କି? ଆପଣ ଯେତେବେଳେ ଏଇଟା କରିଦେବେ ଆଉ ହେଇପାରିବ ସେ କଥାଟା? ଆଉ କଳାକାର ସିଏ ତାଙ୍କର ଆଜ୍ଞା ନାଟକ ଲେଖିବେ ଦେଖିବେ ସେଠି ନାଇଁ ସାର୍ ଏ ସିନ୍ଟା ମୋତେ ଭଲ ହେଉନି। ସେଇଠୁ ଆମେ ଖାଲି ମୁହଁ ମୋଡ଼ିବୁ, ଏ ସିନ୍ଟା ଭଲ ଲାଗିଲାନି, ଏ ସିନ୍ଟା ହେଲାନି। କେତେଟା ନାଟକ ସିନ୍ ଲେଖିପାରିବେ? ତେଣୁକରି ନୁହଁ, ଆପଣ ଯାହା ଲେଖିଛନ୍ତି, ଯାହା ବି ଫୋପାଡ଼ି ଦେଇଛନ୍ତି, ତାକୁ ବି ଆମେ ପରିପୂର୍ଣ୍ଣ କରିକି ଚାଲିଛୁ। କାହିଁକିନା ଗୁରୁ କହିଥାଏ ଗୋଟିଏ, ଛାତ୍ର କରିଥାନ୍ତି କୋଟିଏ। ଆପଣ ସେଥିପ୍ରତି ନଜର ନ ଦେଇ ଆପଣ ଦେଖିଲା ବେଳକୁ କହିଲେ ଖରାପ, କଳାକାର ଖରାପ କଲେ। ତା ଭିତରେ ବି ଉଠେଇଲେ କିଛି ଦ୍ୱି ଅର୍ଥବୋଧକ ଶବ୍ଦ କହୁଛି। ଦ୍ୱି ଅର୍ଥବୋଧକ ଶବ୍ଦ ଯଦି କହୁଛି, ଆମର ଯାତ୍ରା ଇଣ୍ଡଷ୍ଟ୍ରିରୁ ତ ବୁଡ଼େଇ ଦେବା ବୋଲି କହୁଛନ୍ତି। ଆପଣମାନେ ଲେଖି ଦେଉଛନ୍ତି କେମିତି? ଲେଖୁଛନ୍ତି କେମିତି? ରେପ୍ ସିନ୍ଟା ହେବ 15 ମିନିଟ୍ ଖଣ୍ଡେ, ସେ ଚେନ୍ ଖୋଲିବା ଦର୍ଶକ ଦେଖିବେ, ତାପରେ ସେଇଟାକୁ ବନ୍ଦ କରିଦେଉନାହାନ୍ତି। କମେଡ଼ିଆନ ମନେ ତ କିଛି ଭାଷା ଦେଲେନି, 3ଟା ସିନ୍ରେ 23 ନମ୍ବର ଡାଇଲଗ 24 ନମ୍ବର ଡାଇଲଗ ଦେଇଦେବେ, ତାକୁ କଡ଼ କରିକି କଳାକାର ବଞ୍ଚିବ। ସେଥିପ୍ରତି ସେ ନଜର ଦେଇକିରି କହିଛି। ତାପରେ ଏ କଥାଟା ବି କହିଛି, ଆଉ ଗୋଟେ କଥା ବି କହିଦେଇଛି ସିଏ, ଯାହାଫଳରେ କି ଆପଣମାନେ ତା କଥାଟାକୁ ନେଇଯାଇଛନ୍ତି। କହୁଛି 13ଟା କମେଡ଼ି କଳାକାରମାନଙ୍କୁ ଉଚ୍ଛେଦ କରିଦେବେ। ହଁ, ସେଇଭଳିଆ ହେଇଯାଉଛି କଥା। ଯେତେବେଳେ ନଥିବେ ତାର ବର୍ଷକୁ ମାଲିକମାନେ କାହିଁ ନେବେ? ଆମେ ତ କମେଡ଼ି ତ କିଛି ଗୋଟେ କମେଡ଼ି ହାସ୍ୟ ରସଟାକୁ ଯାତ୍ରାରୁ ଉଠେଇ ପାରିବେନି। ଯାହାକୁ ନାହିଁ ତାକୁ ଧରି ଚଳେଇ ଦେବେ, ଆଉ ଏମିତିଆ ସିଷ୍ଟମରେ ହେଇଯିବ। ନା, ସେଇଟା କରନ୍ତୁନି। କଳାକାର ମାଲିକ ଭିତରେ ସମନ୍ୱୟ ରହୁ। ଗୁରୁଜନମାନେ ଆମର ଗୁରୁଜୀମାନଙ୍କ ସହିତ ବି ଏଇଟା ସମନ୍ୱୟ ରହିବା ଦରକାର। ସେଇଟା ରାଗ ଅଭିମାନ ସବୁ ତେଜି ଏ କରିବା କଥା, ସେଇଟା ରହୁ। କେମିତି ସେମାନେ ଆସିବେ, ସେଇଟା କେମିତି ସେଇଟା ଗଣ୍ଡଗୋଳ ନ ହେବ, କେମିତି ଆସିକି ଆରାମସେ ଶାନ୍ତି ଶୃଙ୍ଖଳାରେ ଯାତ୍ରାଟା କରିବେ। ତାହେଲେ ସେ ଦୟା କରିବ, ମୁଁ କରିବି, ସିଏ କରିବ, ରାମା ସାମା ଦାମା ଯେତେ ଅଛନ୍ତି ସମସ୍ତେ କରିବେ। ସବୁ ନାଟକ ହିଟ୍ ହେବା ପାଇଁ ନାଇଁ କ'ଣ? ପ୍ରଡ୍ୟୁସର ତାର ଯେତେବେଳେ ନାଟପାଟି ଟିକେ କରିଛନ୍ତି, ସେମାନେ ଚାହିଁଛନ୍ତି ମୋ ନାଟକ କେମିତି ହିଟ୍ ହେବ। ଆପଣ ଯଦି ଜିଦି ଧରି ବସିବେ, ଦୟା ଥିଲାବେଳେ ପାଟିକି ଆମେ ଯିବୁ ନାହିଁ, ତାମାନେ ସେ ପାଟିକି ଆପଣ ଆସିବେ, ସେ ପାଟିକି ତଳେ ପଡ଼ିବ। ତାହେଲେ ଆପଣ କ'ଣ ସାରେ? ଆଉ ଆପଣ ତ ସାରିକିରି ବା ସାରେ? ଆପଣ ତ କିଛି ସାରି ନାହାନ୍ତି, ସବୁ ନବାର ନାଗିଛନ୍ତି, ତା ଭିତରେ ସାର୍ ହେଲେ କେମିତି? କହୁନାହାନ୍ତି ସାର୍ ହେଇଛନ୍ତି, ସାରି ଦେଇ ଯାଇଛନ୍ତି। ଅକ୍ଷୟ ମହାନ୍ତି, କାଶ୍ୟପ ଅକ୍ଷୟ ମହାନ୍ତି ଭଳିଆ ହେଇଛନ୍ତି, ସାରି ଦେଇ ଯାଇଛନ୍ତି। ଖାଇବା ଟିକେ କମିଗଲେ ଆପଣ ପାଟି କରୁନାହାନ୍ତି? ସେଇଟା ହେଇଛି, ସବୁଆଡ଼େ ହେଇଛି ସେମିତି। ତେଣୁକରି ସେଗୁলো ସବୁ ଧରିବାର ନାହିଁ। ସବୁ ଗୁରୁମାନଙ୍କର ଭୁଲ ରହିବ, ଛାତ୍ରମାନଙ୍କର ଭୁଲ ରହିବ, ମାଲିକମାନଙ୍କର ବି ଭୁଲ ରହିବ। ବୁଝାବଣାରେ ସବୁ କିଛି ଏପଟ ସେପଟ ହେଇଥାଏ। ତା ମାନେ ନୁହନ୍ତି କେହି ସମସ୍ତେ ସମାନ ହିସାବରେ କରିଦେଉଛନ୍ତି। ତେଣୁକରି ମୋର ଆଜି ମିଡ଼ିଆ ସାମ୍ନାକୁ ଆସିବାର ନଥିଲା, ମୁଁ ଆସିକିରି ଏତିକି ଜଣେଇଦେଲି। ମାଲିକ କଳାକାରଙ୍କ ଭିତରେ ସେଇଟା ବୁଝାବଣା ଟିକେ ରହୁ। ଆଉ ମାଲିକମାନେ ଖରାପ ନ ଭାବନ୍ତୁ, କାହିଁକିନା ଆମର ସେମାନେ ହେଲେ ବା ଅନ୍ନଦାତା, ଆମ ପେଟକୁ ଅନ୍ନ ଦେଉଛନ୍ତି। ତା ଭିତରେ ବେଳେବେଳେ ସେ ଯେଉଁ ରାଗିକିରି ମୋତେ ରଗେଇ ଦେଲେ କଷିକିରି, ମୁଁ ଗୋଟେ କଳାକାର ହାସ୍ୟ ଅଭିନେତା, ମୁଁ ଆଜ୍ଞା ରାଗିବା ଲୋକ ନୁହଁ। ସଦାବେଳେ ମୋ ମୁହଁଟା ହସ ହସ ମୁହଁରେ ଥାଏ, ମୁଁ କାନ୍ଦିବାକୁ ଭଲ ପାଏନି। ମୁଁ ହସେଇବା ଲୋକଟା କାନ୍ଦିବି କ'ଣ? ତେଣୁକରି ମୁଁ ଆତ୍ମାକୁ ବାଧିଲେ କଳାକାର କାନ୍ଦେ। ଯେଉଁଟାକି ସେଦିନ ମୋ ଆତ୍ମା ବାଧିଥିଲା, ମୋତେ ବ୍ୟାନ୍ କରିଦେଲା ପରେ ଯେଉଁଟା କଥାଟା ହେଇଗଲା, ସେଇଗୁଟା ଟିକେ ବେଶୀ ନିନ୍ଦନୀୟ ହେଇଗଲା। ଲୋକମାନଙ୍କ ଫୋନ୍ ଉପରେ ଫୋନ୍ ସେଗୁଡ଼ା ଆଉ ଶୁଣିକିରି ଆଉ କଥା କହିପାରିଲିନି। ଯାହାଫଳରେ ରାଗିକିରି ରାଗର ବଶବର୍ତ୍ତୀ ହେଇକି ମୁଁ ସେଗୁଡ଼ା ସବୁ କହିଯାଇଥିଲି। ନା, ଆମକୁ ସେସବୁ କଥା ଆମକୁ କହିନାହାନ୍ତି। ଆମର ଶୋ କଜ୍ ଗୋଟେ ଯେମିତି ଦିଆଯାଏ, ଆମର ସେଇଟା ବି ଦେବା କଥା, କହିବା କଥା। ତୁମେ ଏହା କରିଦେଲ, ତୁମେ ବ୍ୟାନ୍ କରିଦିଆଯିବ ଆମ କଥା ଯଦି ନ ମାନିବ। ସେମିତି ଆମକୁ କହିଲେନି ନା କିଛି ନାହିଁ। ତାଙ୍କର ତ ପାଟିରେ ବୋଇଲେ କିଏ
ଆମ ନାଣ୍ଡ ବାବୁ କହିଲେ ବାପୁନି ବାବୁ କହିଦେଲେ। ଆଠୁ ତାପରେ ପାଖ ବାବୁଙ୍କର ଅନ୍ତର କଥା ସେଇଟା ନୁହେଁ, ସିଏ ଟିକେ ଆଉ ସମସ୍ତେ କହୁଛନ୍ତି ଯେତେବେଳେ ମାଧିଆ ଭାଇ ହୋଇ ହଁ ପ୍ରତାପକୁ ବେନ୍ କରାଗଲା। ଆଉ ଟୁନା ବାବୁ ସେମିତି କହିଲେ ଆଉ ସେ କଥା ତାର ସଙ୍ଗ ତାର ବୁଝିବ। ତେଣୁକରି କିଏ କ'ଣ ଆମ ବାପା ସେମାନେ କ'ଣ ଆମକୁ ବ୍ୟାନ୍ କରିବେ ନାହିଁ କେବେ। ମୁଁ ଏଇଟା 100% ବିଶ୍ୱାସ ମୋର ଅଛି। ସେ କାହିଁ ବ୍ୟାନ୍ କରିବେ? ତାଙ୍କ ଅନୁଷ୍ଠାନରେ ମୁଁ ଯେଉଁ ଆଗ ଧାଡ଼ିର କର୍ମୀ ମୋତେ ବ୍ୟାନ୍ କରିବେ? ସେ ନୁହଁ। ନରିପଣ୍ଡା କହୁଛନ୍ତି ଯେ ମୋତେ ଯିଏ ସପୋର୍ଟ କରିବ, ସେ ନମିତା ହଉ କି ପ୍ରତାପ ହଉ ଦୟା ଏ ସମସ୍ତଙ୍କୁ ବ୍ୟାନ୍ କରିଦେଉଛି। ହଁ ନାଇଁ ସେଇଟା ଭୁଲ। ସେ ନରୀର ବୁଝିବା ଭୁଲ। ତାକୁ ସପୋର୍ଟ କଲେ ବ୍ୟାନ୍ କାହିଁ କରିବେ? ଆମେ ନିଛକ ସତ କଥା କହିଛୁ। ନମିତା ବି କହିଛି, ନମିତା କିଛି ଭୁଲ କହିଛି। ଏଇଟା ଗୋଟେ ସଂସ୍ଥା, ଆପଣ ସଂସ୍ଥା କରୁଛୁ ନା ଆମେ ତା ଦେହରେ ଚାକିରି କରୁଛୁ। ତେଣୁକରି ଆମେ କଳାକାର ଆଗରୁ ମା ପେଟରୁ ହେଇକି ଯାଇଛୁ। କଳା ଆପଣ ଆମକୁ ଶିଖେଇ ନାହାନ୍ତି, ଆମେ ଏଠି ଶିଖିକିରି ଆଇଥିଲୁ ସିଆଡ଼ୁ। ଆପଣଙ୍କ ନାଟକରେ ଏ ଅଭିନୟଟା ଏମିତି କରିବାକୁ ପଡ଼ିବ, ଏଇଟା ଡିରେକ୍ଟର ଆଡ଼ିକି ଆପଣ କହିଦେଇଛନ୍ତି, ଆମେ ସେମିତି କରୁଛୁ। କଳାଟାକୁ ଆପଣ ଆମକୁ ଶିଖେଇ ନାହାନ୍ତି, ସେଇଟା ଆମର ଠିକ୍। ତେଣୁକରି ଆପଣ ସେଇଟା ପ୍ରତିବାଦ ଆମକୁ ସେଥିରେ 100% ପ୍ରତିବାଦ କରିବି। କାହିଁକିନା ମୁଁ ଯେହେତୁ କଳାକାର, ମୋ ମା ପେଟରୁ ଶିଖିକିରି ଆସିଛି। କଳାକାର କେହି ଜଣେ ଇଚ୍ଛା କଲେ ହେଇପାରେନି। ଟଙ୍କା ଖର୍ଚ୍ଚ କରିକିରି କଳାକାର ଗୋଟା ତିଆରି କରିଦେଲେ ଦେଖିବା। କିନ୍ତୁ କଳାକାର ଯାହା ସରସ୍ୱତୀଙ୍କ କଳା ଥବ, ସେ ମା ପେଟରୁ ନେଇ ଯାଇଥିବ, ସେ ଦୁଇ ପତ୍ରରୁ ବାସି ଉଠିବ। ତେଣୁକରି ସେଇଟା ଆମର ଯେ କଳାକାର ଅଛନ୍ତି, ସେମାନେ ସବୁ ଦୁଇ ପତ୍ରରୁ ବାସନା ହେଇଥିଲେ ବୋଲି ସେ କଳାକାର ହେଇକି ଆଜି ଦୀର୍ଘ ଦିନ ଧରି ଚାଲିଛନ୍ତି। ମୁଁ ତ କହୁଛି ମୋର ଯେତିକି ଯନ୍ତ୍ରଣା ଅନୁଭବ କରି ମୁଁ ଚାଲିଛି, ତଥାପି କାହିଁକି ଏ କଳା ଲାଇନ୍ରୁ ମୁଁ ଅବସର ନେଇଯାଇଥାନ୍ତି। କ'ଣ ନେଲେ ମୁଁ ଚଳିପାରିବି? ଚଳିପାରିବି। କିନ୍ତୁ ମୁଁ ସେଥିପ୍ରତି ମୁଁ ତ କଳାକାର ଗଲେ ରାତିରେ ନିଦ ହେବନି, ଶୋଇପାରିବିନି। ରାତି ସାରା କାହିଁ ବସିକିରି ଗଟର ହେବି, ମୋବାଇଲ ଖେଞ୍ଚିବି, ସଲା ଘରର ଲୋକଟାକୁ ବି ଶୁଆଇ ଦେବିନି। ତେଣୁ କରିକିରି କାହିଁକି ଏ ଅବସ୍ଥା ହେବ କାହିଁକି? ତେଣୁ ମୋର ସଂସ୍ଥା ଭଲ ଅଛି, ମୋର ଖାଉଛି ପିଉଛି, ପଇସା ଦୁଇଟା ନେଉଛି, ପରିବାର ଚଳଉଛି। ତା ଭିତରେ ମୁଁ ମୋର ଆରାମସେ ଲୋକ ଜନଗହଳି ଦେଖୁଛି। କାହିଁକିନା ସତ କଥା କହିବାକୁ ଗଲେ କିଛି ଜନଗହଳିରେ ଲୋକଙ୍କର ପାପ ଭାର ବି କମିଯାଏ। ଏଇଟା ମନେ ରଖିବା ଉଚିତ। ପାପର ଭାର କମିଯିବ କିଛି ଜନଗହଳିରେ। ଜନଦର୍ଶନ, ଜନମାତା ହେଲେ ସବୁ ଦେବତା। ତାଙ୍କୁ ସବୁ କେତେଟା ଦେବତାଙ୍କୁ ଦେଖୁଛ ତମେ? ନର ରୂପୀ ନାରାୟଣ, କେତେ କେତେ ନାରାୟଣ ଦେଖୁଛ। ସେଇଟା ଦେଖିବା ଫଳରେ ତୁମର ପାପ ଅଂଶ କିଛି କମିଯାଏ। ସେଥିପାଇଁ ଏଇଟା ଆମକୁ ଭଲ ଲାଗିଛି। ଜୀବନରେ ଯେତେ ପାପ କରିଥିଲେ ବି ସୁଦ୍ଧା ଜନ ଦର୍ଶନରେ ସେସବୁ ଆମର ଲାଘବ ହେଇଯାଉଛି। ଆମେ ବି ପାପ ତ କରୁନୁ, ସେଇଟା କହିବାକୁ ଗଲେ ସମସ୍ତେ କିଛି କିଛି କରନ୍ତି, ଆମେ ବି ସେମିତି କରିଥିବୁ କେଜାଣି। ଆଉ ତ ଏବେ କିଛି କରୁନୁ, ଏଇଟା ଆମ ପରିବର୍ତ୍ତନ ହେଇଯାଇଛି ସବୁ। ତେଣୁ କରିକି ଏଇ କଥାବାର୍ତ୍ତା ଭିତରେ କିଛି ଯଦି ପାପ ହେଇଯାଏ ସେଇଟା ଲାଘବ ହେଇଯାଏ, କିଛି ଅସୁବିଧା ନାହିଁ। ଯେତେବେଳେ ବ୍ୟାନ୍ କଥା ଆସିଲା, ସେତେବେଳେ ନରିପଣ୍ଡାଙ୍କର ଝିଅ, ତାଙ୍କ ସ୍ତ୍ରୀ ସମସ୍ତେ ଗୋଟେ ଇମୋସନାଲି ଆସିକି ମିଡ଼ିଆ ଆଗରେ ବାଇଟ୍ ଦେଇଥିଲେ। କିନ୍ତୁ ଆମେ ଟିକେ ଜାଣିବାକୁ ଚାହୁଁଛୁ ଯେ ଆପଣଙ୍କ ଘରେ କେମିତି ସିଚୁଏସନ୍ ଥିଲା? ଆପଣଙ୍କ ସ୍ତ୍ରୀ, ଆପଣଙ୍କର ସନ୍ତାନମାନେ କ'ଣ ରିଆକ୍ସନ୍ ଆପଣଙ୍କୁ ଜଣେଇଥିଲେ? ସେଇଟା ସିଏ ତାଙ୍କର ବାହାରି ଚାଲେ, ସେ ବାପାଙ୍କ ଉପରେ ମାଡ଼ ହେଲା କ୍ଷଣି ପିଲାମାନେ ବାହାରି ପଡ଼ିବ, ଏଇଟା ସ୍ୱାଭାବିକ। ମାଡ଼ର ବର୍ଷବର୍ତ୍ତୀ ହେଇକି ସେମାନେ ରାଗି ଯାଇକି ବାହାରି ଯାଇଛନ୍ତି। ତାମାନେ ସୋସିଆଲ ମିଡ଼ିଆକୁ ସେମାନଙ୍କ ବାହାରିବାର ନଥିଲା। କାରଣ ଆମେ ଯାତ୍ରା କରୁଛେ, ଯାତ୍ରା ପାଟିରେ ମାଲିକ ଆମର ବାପା, ସିଏ ମାରିବେ, ଧରିବେ, ଏସା କରିବେ, ତେସା କରିବେ, ଏଗୁଡ଼ା ସବୁ ଆମେ ସହିବା। ତା ଭିତରେ ମାଲିକଙ୍କୁ ବି ସମୟ ଆସିବ, ଆମେ ବି କହୁଛେ, ଶୋଧୁଛେ, ପଛରେ ଯେତେବେଳେ ଶୋଧୁଛେ କ'ଣ ମାଲିକ ଆମକୁ ତାକୁ ଧରି ହେଉଛନ୍ତି? ସେଟା ଉଭୟ ଉଭୟଙ୍କ ପରିପ୍ରେୟ ସୋଦାସୋଦି ହେଇଯାଉ। ଆମେ କ'ଣ ରାଗିକିରି ମୁଁ ଏଇ ପଛପଟରେ ମା ଭଉଣୀ ନେଇକି ଶୋଧି ଦେବୁନି? ତାମାନେ କ'ଣ ମୋ ଅନ୍ତରଟା ସେଇଆ? କେତେବେଳେ ମଦ ପିଇ ଦେଇକିରି କେତେବେଳେ ଚାଲିଲା ତ ଟିକେ ଶୋଧିଦେଲେ, ତା ମାଲିକ କ'ଣ ସେ କେତେବେଳେ ଧରି ବସନ୍ତି? ସେଇଟା ନୁହଁ। ଗୋଟେ ମାରି ଦେଇଛନ୍ତି ଯଦି ଆମର ସୋସିଆଲ ମିଡ଼ିଆ ଆଗକୁ ସ୍ତ୍ରୀ ପିଲାଙ୍କୁ ଆଣିବା କ'ଣ ଦରକାର? ଆମେ ବା ତାଙ୍କୁ ନେଇକି ଏଇଠୁ ବା ପଇସା ନେଇକି ତାଙ୍କୁ ତିଆରି କରୁଛେ ପିଲା, ଏଇଠୁ ପଇସା ନେଇକି ଆମେ ସ୍ତ୍ରୀ ଆଣିଛେ। ତାକୁ ବଜାରକୁ କ'ଣ ଆଣି ଦେଖେଇବା? ସମସ୍ତେ ହଜାର ହଜାର ସ୍ତ୍ରୀ ଲୋକ ଦେଖିବେ, ବହୁତ ଲୋକ ଦେଖିବେ, ଇଏ ନରିପଣ୍ଡା ସ୍ତ୍ରୀ, ଇଏ ଅମୁକ ସ୍ତ୍ରୀ, ସେ ସମୟ ସ୍ତ୍ରୀ। ନା, କଳାକାର ମାନଙ୍କ ଯାହା ସ୍ତ୍ରୀ ତ ଯାତ୍ରାରେ ଅଛନ୍ତି, ସେମାନେ ଯାତ୍ରା କରୁଛନ୍ତି, ସେମାନଙ୍କୁ ପରିଚିତ କରୁଛନ୍ତି। ତେଣୁକରି ଘରର ଜିନିଷ ପଦାରେ ଦେଖିବାଟା ଭୁଲ ନୁହଁ, ଏଇଟା ଭୁଲ। ସୋସିଆଲ ମିଡ଼ିଆକୁ ସେମାନଙ୍କର ଆସିବାର ନଥିଲା। ନରୀଟା ବି ଆଣିକିରି ବି ଭୁଲ କଲା ସେଇଟା। କାରଣ ତୁ ସଂଘର୍ଷ କରୁ, ତୋ ପଛରେ କଳାକାର ଅଛନ୍ତି, ମୁଁ ନଥିଲି? ମୁଁ ଅଛି, ମୁଁ ଗୋଟେ ପ୍ରତିବାଦୀ କଳାକାର। ମୁଁ ପ୍ରତିବାଦ କରୁଛି ସବୁରି କ୍ଷେତ୍ରରେ। ଆରି ଭିତରେ ଗୋଟେ ମିଡ଼ିଆ ଚ୍ୟାନେଲ ବାହାରି ପଡ଼ିଲା, ଦରବାର ଚ୍ୟାନେଲ ବାହାରି ପଡ଼ିଲା, ତା ଭିତରେ କରିଦେଲା ଯାତ୍ରାପାଟିରେ ଥିବା ସମସ୍ତ ଧର୍ମପତ୍ନୀମାନଙ୍କୁ ମୋ ତରଫରୁ ସାବିତ୍ରୀର ଅଭିନନ୍ଦନ। ଆଉ ନିଶା ମହାରାଣା ଆଜି ସେମିତି ସମସ୍ତେ କହିଦେଉଛନ୍ତି, ତ ଖରାପ ଇଏ କରିଦେଉଛନ୍ତି, ସମସ୍ତେ କହିଦେଉଛନ୍ତି। ଭଲ ମଣିଷ ପାଖରେ ଭଲ ବାଇଟ୍ଟା ଦେବା ପାଇଁ କେହି ନାହିଁ। ଆ ପିଲା ଆଜି OS ଅଫିସର ହେଲା କି ତା ପିଲା OS ଅଫିସର ହେଲା, ଟପର ହେଲା, ଏ ହିସାବରେ କେହି କିଛି ବାଇଟ୍ ନେଇକି ଯାଉନାହାନ୍ତି, କହୁନାହାନ୍ତି। କିନ୍ତୁ ହଜାର କ୍ୟାମେରା ଧରିକି ଚାଲାଉଛନ୍ତି। ସେଟା ବସି ନିଶା ମହାରାଣା କହିଲେ ମୁଁ ଚାଲିଗଲେ ଆଜ୍ଞା ଟୋକାମାନଙ୍କର ଇଏ ହେଇଯାଏ ପରା। କହିଲେ ଦେଖି ୟୁଟ୍ୟୁବ ଚ୍ୟାନେଲ ଗୋଟିଏ ହେଇଛି, ତାର ସିଏ କରିକି ବୁମ୍ ଧରିକି ଚାଲିଗଲେ, ତାକୁ ନଗଳା କରିଦେଲେ। ପିଲାମାନେ ଯେତେବେଳେ ତାଙ୍କର ବାହାରି ପଡ଼ିଲେ, ଦେଖିଦେଲା ବେଳକୁ, ଖୋଲିଦେଲା ବେଳକୁ ଏଇଆ ସବୁ ଦେଖିଦେଲେ। ହେ
ଯାହାଫଳରେ କି ଯାତ୍ରା ଉପରୁ ମାନ୍ୟତା ହରିଗଲା ଲୋକମାନେ ଆଉ ଆସିଲେନି ଯାତ୍ରା ଦେଖିବାକୁ ଆସୁନାହାନ୍ତି ଖରାପ ଭାବୁଛନ୍ତି ଇଏ କରୁଛନ୍ତି ପିଲା ଛୁଆ ସୋସିଆଲ ମିଡ଼ିଆରେ ଖରାପ ହେଇଯାଉଛନ୍ତି ସେଥିପ୍ରତି ଏ ବୁମ୍ବାଲା କିଛି ନଜର ଦେଉନାହାନ୍ତି କିନ୍ତୁ ନା ନିଛକ ସତ କଥାଟାକୁ ପଦାରେ ପକାଇବା ପାଇଁ ସେଇଟା ପ୍ରୟାସ ଜାରି ରଖ ଏସଭଳି ଅଭଦ୍ର ଅଶ୍ଳୀଳ ଭାଷା ଗୁଡ଼ାକୁ ଏମିତି କରିବାକୁ ଆମେ ଚାହୁଁନୁ ସେଟା କରନା ଭଲ ନୁହଁ ତମେ ଭାବୁଥିବ ତମର ଭିଉୟର୍ସ ବଢ଼ିଯିବେ ନା ଭିଉୟର୍ସ ବଢ଼ିଯିବେ କାହିଁକି ନା ଏଇଟା ଅଛି ଯାହାର ଯେତେ ଶୀଘ୍ର ଉତ୍ଥାନ ତାର ସେତେ ଶୀଘ୍ର ପତନ ଧୀର ପାଣି ସଦାସର୍ବଦା ପଥର କାଟେ ଭଲ ଭଲ ନ୍ୟୁଜ୍ ଗୁଡ଼ାକ ଯିଏ ପ୍ରତିଦିନ ଦେଇକା ଚାଲିଥିବ ତାର ଭିଉୟର୍ସ ଅଧିକା ହେଇଥିବେ କିନ୍ତୁ ଖରାପ ନ୍ୟୁଜ୍ ଦେଇକିରି ଚ୍ୟାନେଲଟା ବଦନାମ କରିବା ଅପେକ୍ଷା ଏଇଟା ସାରା ଚ୍ୟାନେଲ ବନ୍ଦ କରେ ଏଇଟା ହେଇ ଏଇଟା ନଙ୍ଗଳା ମଙ୍ଗଳା ଖାଲି ଖାରିବ ଏଇଟା ନୁହଁ ବନ୍ଦ ଥରେ ଦେଖିଦେଲା ପରେ ଭିଉୟର୍ସ ହେଇଗଲା ମିଲିୟନ ଧରିଗଲା ପଇସା କିଛି କମେଇ ଦେଲେ ତାପରେ ଆଉ ଦେଖିଲା ବେଳକୁ 50-60 ଭିଉୟର୍ସ 70-80-100 ଏମିତି ଆସିଯିବ ସେ ଯେଉଁ ଚ୍ୟାନେଲ ବନ୍ଦ ହେଇଯିବ ଆଉ ଗୋଟେ ଚ୍ୟାନେଲ ନାଁରେ ଖୋଲିବ ନା ସତ କଥାଟାକୁ ଆଣ ଆଜିକାଲି ସୋସିଆଲ ମିଡ଼ିଆ ଯୁଗ ହେଇଗଲା କାହିଁକିନା ସେତେବେଳେ ଆଗରୁ ତ ନଥିଲା ଏବେ ତ ସୋସିଆଲ ମିଡ଼ିଆ ଘରେ ଘରେ ହେଇଗଲାଣି ତେଣୁକରି ସେଇ ମାଧ୍ୟମରେ ସମସ୍ତେ ଭଲ ଜିନିଷଟାକୁ ଆଗକୁ ଆଣ ଖରାପ ଜିନିଷଟାକୁ କିଏ ଆଗକୁ ଆଣିବାକୁ ଚେଷ୍ଟା କରନା ଏଇଟା ବରଂ ଭଲ ହେବ ଆଉ ମାଲିକ କଳାକାର ଆମ କଳାକାର କର୍ମଚାରୀ ସଂଘ ମାଲିକ ମହାସଂଘ ମାନଙ୍କୁ ମୋର ଏଠି କୋଟି କୋଟି ପ୍ରଣାମ ଏମିତି ପ୍ରତିଦ୍ୱନ୍ଦିତା ସୃଷ୍ଟି ନ ହଉ ଯାହା ହେଉଛି କଳାକାର କର୍ମଚାରୀ ସଂଘ ମାଲିକ ମହାସଂଘ ଭିତରେ ବସିକିରି ଏଇଟା ଗୋଟେ କମ୍ପ୍ରମାଇଜ୍ କରନ୍ତୁ ଏମିତି ମନମୁର୍ଖୀ ବ୍ୟାନ୍ କରିଦିଅନ୍ତୁନି ଏଇଟା ଯାହାଫଳରେ ଓଡ଼ିଶା ମାର୍କେଟରେ ଆମ ମାଲିକମାନଙ୍କୁ ଖରାପ କହିଲେ ଆମକୁ ଭାରି ବାଧୁଛି ସେଇଟା ଯେଉଁ ଗଭର୍ଣ୍ଣମେଣ୍ଟ ଆସୁଛି ସେଗୁଡ଼ା ସହି ହେଉନି ତେଣୁ ଆପଣମାନଙ୍କୁ ମୋର ଏତିକି ଅନୁରୋଧ ନମସ୍କାର ଆପଣମାନେ ସେମିତି ଆଉ କରନ୍ତୁନି କଳାକାର ମାଲିକ କଳାକାର କର୍ମଚାରୀ ସଂଘ ମାଲିକ ମହାସଂଘ ସମସ୍ତେ ଏକତ୍ର ହୋଇକରି ଅଭିଯାନ ଜାରି ରଖନ୍ତୁ ଦେଖିବେ ଯାତ୍ରା ଆଗକୁ ଆଗକୁ ନିଶ୍ଚିତ ଚାଲିବ ଆଉ କଳାକାର ସୁରୁଖୁରୁରେ ବଞ୍ଚିବ ଏଇଟା ହେଉଛି ମୋର ଶେଷ କଥା ଜୟ ଜଗନ୍ନାଥ।